ଖଲ୍ଲିକୋଟ ପବିତ୍ର ନବବର୍ଷ ଉପଲକ୍ଷେ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥାନମାନଙ୍କରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଅନୁଭୂତ ହୋଇଥିଲା। ମୁଖ୍ୟତଃ ଖଲ୍ଲିକୋଟ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର, ବାଲୁକେଶ୍ୱର ମନ୍ଦିର, ଅମରେଶ୍ୱର ମନ୍ଦିର ଓ ରାମ ମନ୍ଦିର ଓ ଖୋର୍ଦ୍ଧା ଗଞ୍ଜାମ ସୀମାରେ ଥିବା ନାରାୟଣୀ ମନ୍ଦିର ଓ ଝାଡ଼େଶ୍ୱର ମନ୍ଦିର ପ୍ରଭୃତି ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀମାନଙ୍କରେ ଦର୍ଶନ କରି ଆଗାମୀ ନବବର୍ଷ ହର୍ଷ ଉଲ୍ଲାସ ଓ ସୁଖ ଶାନ୍ତିରେ ବିତିବା ପାଇଁ କାମନା କରିଥିଲେ। ତେବେ ଖଲ୍ଲିକୋଟ ମାରୁଆ ପାହାଡ଼ରେ ଥିବା ଅଧିଷ୍ଠାତ୍ରୀ ଦେବୀ ବନଦୁର୍ଗାଙ୍କ ପୀଠରେ ହୋମଯଜ୍ଞ ସାଙ୍ଗକୁ ନାମ ସଂକୀର୍ତ୍ତନ କରାଯାଇଥିଲା। ଖଲ୍ଲିକୋଟ ଏନ୍ଏସିର 4 ନମ୍ବର କାଉନସିଲର ଦିବ୍ୟାଙ୍ଗ ବଳରାମ ବେହେରାଙ୍କ ପ୍ରଚେଷ୍ଟାରେ ଗତ 2009 ମସିହାରେ ଏହି ପରିବେଶ ପର୍ଯ୍ୟଟନକୁ ପୁନଃଉଦ୍ଧାର କରି ଏକ ନିମଗଛ ମୂଳେ ଥିବା ଠାକୁରାଣୀଙ୍କ ମୂର୍ତ୍ତିକୁ ଏକ ଛୋଟ ମନ୍ଦିର ନିର୍ମାଣ କରି ସ୍ଥାପନ କରି ପ୍ରତିଷ୍ଠା କରିଥିଲେ। କାଳକ୍ରମେ ଉକ୍ତ ପରିବେଶ ପର୍ଯ୍ୟଟନସ୍ଥଳୀରେ ପିକନିକ୍ କରିବା ପାଇଁ ଭିଡ଼ ଲାଗିଥିଲା। ରାଜ୍ୟ ସରକାରଙ୍କ ମିଳିଥିବା ଅନୁଦାନରେ ମାଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା। ଜଗନ୍ନାଥ ମନ୍ଦିର, ମା ବହୁତୀ ମନ୍ଦିର ଓ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ନିକଟରେ ଥିବା ମାରୁଆ ପାହାଡ଼ର ଘଞ୍ଚ ସବୁଜ ବନାନୀରେ ଏହି ମନ୍ଦିର ସ୍ଥାପନ ହୋଇଛି। ପାହାଡ଼ର ମେଖଳାରେ ଥିବା ଏହି ମନ୍ଦିର ଉପରକୁ ଯିବା ପାଇଁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ 65 ଗୋଟି ପାହାଚ ନିର୍ମାଣ ହୋଇଥିଲେ ମଧ୍ୟ ଆବଶ୍ୟକ ଅର୍ଥ ଅଭାବରୁ ପାହାଚ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ତେବେ ଏହି ପର୍ଯ୍ୟଟନସ୍ଥଳୀର ବିକାଶରେ ଜଙ୍ଗଲ ବିଭାଗ ପ୍ରତିବନ୍ଧକ ସୃଷ୍ଟି କରୁଛି। ତେଣୁ ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି କ୍ଷୁଦ୍ର ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆବଶ୍ୟକ ଅନୁଦାନ ପ୍ରଦାନ କରାଗଲେ ଖଲ୍ଲିକୋଟ ସହର ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଯୋଡ଼ି ହୋଇପାରିବ ବୋଲି ପର୍ଯ୍ୟଟନ ପ୍ରେମୀ ବୁଦ୍ଧିଜୀବୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଖଲ୍ଲିକୋଟରୁ ମାଧବ ବେହେରାଙ୍କ ରିପୋର୍ଟ।